ସନାତନ ଜାଗରଣ ମଞ୍ଚ ରାଉରକେଲା ୟାଙ୍କର ପ୍ରତିନିଧିତ୍ୱରେ ଏହି ପଞ୍ଚଧାତୁରେ ନିର୍ମାଣ ଧନୁଷ ଏବଂ ତୀର ସାରା ଓଡ଼ିଶା ଭ୍ରମଣ କରି ଶ୍ରୀକ୍ଷେତ୍ରରେ କାଲି ରାତିରେ ପହଞ୍ଚିଛନ୍ତି। ଏହାପରେ ଏହାକୁ 11ଟା ସମୟରେ ମନ୍ଦିରର ସେବାୟତ ସଂଘ ଏବଂ ପୁରୀର ଭକ୍ତ ସନ୍ଥ ମହନ୍ତ ସମସ୍ତେ ତାକୁ ଆରତୀ ବନ୍ଦନ କରି ତାଙ୍କର ସ୍ୱାଗତ କରାଯିବ ଏବଂ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଏକୁ ପରିକ୍ରମା କରାଯାଇକି ଅଯୋଧ୍ୟାପୁରକୁ ଯିବା ପାଇଁ ଆମେ ମେଲାଣି ଯେମିତି ଆମର ଜଗନ୍ନାଥଙ୍କର ସୁଦର୍ଶନ ଚକ୍ର ହେଲେ ମୁଖ୍ୟ, ସେଇଭଳି ମହାପ୍ରଭୁ ଶ୍ରୀରାମଙ୍କର ଆୟୁଧ ହେଲେ ଧନୁ ଏବଂ ତୀର। ସେଥିପାଇଁ ଇଏ ଗୋଟେ ତାଙ୍କର ପାଇଁ ପ୍ରତୀକ। ଏଇ ଯେଉଁ ଧନୁ ତୀର ଧର୍ମ ସଦାବେଳେ ସତ୍ୟର ରକ୍ଷା କରିବା ପାଇଁ, ଧର୍ମକୁ ରକ୍ଷା କରିବା ପାଇଁ ରାମ ସଦାବେଳେ ଆଗକୁ ଯାଇଛନ୍ତି। ବହୁତ ଅସୁରଙ୍କୁ ଯେତେବେଳେ ବନବାସ ହେଇଥିଲା ସେ ବହୁ ଅସୁରଙ୍କୁ ମଧ୍ୟ ବଧ କରିଛନ୍ତି। ସେଥିପାଇଁ ଧନୁତୀର ତାଙ୍କର ହେଉଛି କ୍ଷତ୍ରିୟର ଧନୁତୀର ହେଲା ମୁଖ୍ୟ। ଏଇ କୋଦଣ୍ଡ ଧରିକି ସେ ଯାତ୍ରା କରନ୍ତି। ସେଥିପାଇଁ ଯେତେବେଳେ ସେ କୋଦଣ୍ଡ ନେଇକି ଯେତେବେଳେ ଯାତ୍ରା କରନ୍ତି ସେ କୋଦଣ୍ଡର ପ୍ରତୀକ ହେଲେ ଏଇ ଧନୁତୀର। ସେଥିପାଇଁ ଆମର ଓଡ଼ିଶାବାସୀଙ୍କ ତରଫରୁ ଏଇ ଯେଉଁ ସନାତନ ଜାଗରଣ ମଞ୍ଚ ଏବଂ ଉତ୍ତର ପାର୍ଶ୍ୱ ମଠ ଏବଂ ଆମର ଶ୍ରୀକ୍ଷେତ୍ର ଆମର ମଠାଧୀଶ ସେବା ସଂଘ ଏଇଭଳି ସେବାୟତ ସଂଘ ସମସ୍ତଙ୍କ ମିଳିତ ଆନୁକୂଲ୍ୟରେ ଏଇ ବର୍ତ୍ତମାନ ପ୍ରଭୁଙ୍କ ପାଖକୁ ଯିବା ପାଇଁ ଆମର କେଉଁ ଧାତୁରେ ତିଆରି ହେଇଛି? ଏହା ମୁଖ୍ୟତଃ 5ଗୋଟି ଧାତୁରେ ନିର୍ମାଣ କରାଯାଇଛି। ସ୍ୱର୍ଣ୍ଣ, ରୌପ୍ୟ, ପିତ୍ତଳ, ଲୁହା ଏବଂ ଜିଙ୍କ୍, এই 5ଗୋଟି ଧାତୁରେ ନିର୍ମାଣ କରାଯାଇଛି।